ଜଣେ ବିଧାୟକ ଜଣେ ବ୍ୟକ୍ତିଙ୍କୁ କଲର ଧରି ମାଡ଼ ମାରିଲେ ଏତିକିରେ ରାଗ ଶାନ୍ତି ହେଲାନି ଯେ ସେଠାରେ ଥିବା ଏକ କଦଳୀ ଗଛକୁ ଓପାଡ଼ି ପିଟିଛନ୍ତି। ଉପସ୍ଥିତ ଲୋକେ ବିଧାୟକଙ୍କୁ ବୁଝାଇଲେ ମଧ୍ୟ ସେ ବୁଝି ନଥିଲେ। ବିଧାୟକ ହେଉଛନ୍ତି ଜନତାଙ୍କ ପ୍ରତିନିଧି, କିନ୍ତୁ ଜଣେ ବିଧାୟକ ହୋଇ ପ୍ରଥମେ କଲର ଟାଣି ଚାପୁଡା ମାରିଲେ, ପରେ କଦଳୀ ଗଛ ଓପାଡ଼ି ସିଧା ଲୋକଙ୍କୁ ପିଟିଲେ। ଜଣେ ବିଧାୟକଙ୍କ ଏ କାରନାମା ଅତ୍ୟନ୍ତ ନିନ୍ଦନୀୟ। ଏ କାଳେ ଆମ ଗଣତନ୍ତ୍ର, ଆଉ ଇଏ ହେଉଛି ଜନତାଙ୍କ ପ୍ରତି ଜଣେ ବିଧାୟକଙ୍କ କର୍ତ୍ତବ୍ୟ। ସବୁଠାରୁ ବଡ କଥା ହେଉଛି ବିଧାୟକଙ୍କ ଏ ରାଗର କାରଣ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। କାରଣ ଗୋଟିଏ ସାମାନ୍ୟ ରିବନ ପାଇଁ ବ୍ୟକ୍ତି ଜଣକୁ ମାଡ଼ ଖାଇବାକୁ ପଡିଛି। ସୂଚନା ଅନୁସାରେ ଗୋଟିଏ ପୋଲର ଉଦ୍ଘାଟନ ପାଇଁ ସ୍ଥାନୀୟ ଲୋକେ ବିଧାୟକଙ୍କୁ ନିମନ୍ତ୍ରଣ କରିଥିଲେ, ଆଉ ବିଧାୟକ ମଧ୍ୟ ଉଦ୍ଘାଟନ ପାଇଁ ଠିକ ସମୟରେ ପହଞ୍ଚିଥିଲେ। ହେଲେ ହଠାତ୍ ରିବନ କାଟି ଉଦ୍ଘାଟନ କରିବାକୁ ଯିବା ବେଳେ ଗୋଲାପୀ ରିବନକୁ ଦେଖି ଉତ୍କ୍ଷିପ୍ତ ହୋଇଯାଇଥିଲେ ବିଧାୟକ, ଆଉ ଲାଲ ରଙ୍ଗ ରିବନ ନାହିଁ କାହିଁକି କହି ବ୍ୟକ୍ତି ଜଣକୁ ମାଡ଼ ମାରିଥିଲେ। ବିଧାୟକ ପ୍ରଥମେ ବ୍ୟକ୍ତି ଜଣକ କଲର ଟାଣି ମାଡ଼ ମାରିଲେ, ପରେ ସେଠାରେ ଶୁଭ କାର୍ଯ୍ୟ ପାଇଁ ପୋତା ଯାଇଥିବା ଛୋଟ କଦଳୀ ଗଛକୁ ଓପାଡ଼ି ପିଟିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ବିଧାୟକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଧାୟକଙ୍କ ରାଗ ଶାନ୍ତ ହୋଇନଥିଲା। ସେହିପରି ସମୟରେ ବିଧାୟକଙ୍କ ଏହି କାରନାମା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଆସାମର ନଜରକୁ ଆସିଛି ଏହି ଘଟଣା। ବିଧାୟକଙ୍କ ନାଁ ଶାମସୁନ ହୁଡା। ଆସାମର ବିଲସିପାରା ଅଞ୍ଚଳରୁ ସେ ନିର୍ବାଚିତ ହୋଇଛନ୍ତି। ବିଧାୟକଙ୍କ ଏପରି କାରନାମାକୁ ନେଇ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ ଗୌରୀପୁର ଥାନାରେ ମାମଲା ଦେଇଥିଲେ ବ୍ୟକ୍ତି ଜଣକ, ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।